ନମସ୍କାର। ଜୁଲାଇ ଗସ୍ତର ଦ୍ୱାଦଶ ଦିବସ କାର୍ଯ୍ୟକ୍ରମ ସକାଳ 9:30ରେ ଯାଜପୁର ଜିଲ୍ଲାର ପାଣିକୋଇଲିରେ ମାଙ୍କ ମ୍ୟୁଜିକ୍ ସହିତ ଶ୍ରୀ କୈଳାସ ଚରଣ କୁଅରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା। ଦୁର୍ଗାସ୍ତୋତ୍ର ଆବୃତ୍ତି କରିଥିଲେ ସଦାଶିବ ନାୟକ। ଧ୍ୟାନ ଓ ପ୍ରାର୍ଥନା ପାଠ କରିଥିଲେ ଧରିତ୍ରୀ ରାଉତ। ମା ଗ୍ରନ୍ଥର ଷଷ୍ଠ ଅଧ୍ୟାୟର ଶେଷ ଅନୁଚ୍ଛେଦ ପାଠ କରିଥିଲେ ପୁରୁଷୋତ୍ତମ ନାୟକ। ବନମାଳୀ ଆଚାର୍ଯ୍ୟ ସାବିତ୍ରୀ ପାଠ କରିଥିଲେ। ବସନ୍ତ କୁମାର ସାହୁ ମାତୃବନ୍ଦନା ଗାନ କରିଥିଲେ। ଡକ୍ଟର ଚତୁର୍ଭୁଜ ସାହୁଙ୍କ ଦ୍ୱାରା ସ୍ୱାଗତ ଭାଷଣ ପରେ ପଞ୍ଚାୟତ ସ୍ତରୀୟ ସଂଗଠକ ସତ୍ୟଭାମା ସାହୁ, ନରୋତ୍ତମ ସାହୁ, ରମା ବର୍ମନ ରାୟ, ଘୁଙ୍ଗୁରି ସାହୁ ଏବଂ ଗୌତମ ଖଟୁଆ, ବ୍ଲକ ସ୍ତରୀୟ ସଂଗଠକ ଦେବାନନ୍ଦ ସାହୁ, ନିତ୍ୟାନନ୍ଦ ମାଝୀ, କାମେଶ୍ୱର ପଣ୍ଡା ଏବଂ ମଦନ ମୋହନ ପତି ସେମାନଙ୍କର ନିଜ ନିଜ ରିପୋର୍ଟ ଉପସ୍ଥାପନ କରିଥିଲେ। ତାପରେ ଦଶକର୍ମଧାରାର ସଂଗଠକ ଜଗତାନନ୍ଦ ମହାପାତ୍ର, ଧନେଶ୍ୱର ବାରିକ, ଉମେଶ ଚନ୍ଦ୍ର ସାମଲ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ। କୈଳାସ ଚରଣ କୁଅଁର ଜିଲ୍ଲା ରିପୋର୍ଟ ଏବଂ ମାୟାଧର ସାହୁ ଜୋନାଲ ରିପୋର୍ଟ ଉପସ୍ଥାପନ କରିଥିଲେ। ତାପରେ କପିଳାସ ପ୍ରସାଦ ଦାସ ଭାରତର ମହାନତା ବିଷୟ ଉପରେ ଆଲୋଚନା ରଖିଥିଲେ। ପ୍ରସାଦ ତ୍ରିପାଠୀ ଓଡ଼ିଶାର ସାଂଗଠନିକ କାର୍ଯ୍ୟକଳାପ ଉପରେ ବକ୍ତବ୍ୟ ରଖିଥିଲେ। ଗତ ବର୍ଷ ଯେଉଁଠାରେ ଶ୍ରୀ ପ୍ରପତିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇ ପାରିନଥିଲା, ସେଠାରେ ସେ ପାଳନ କରିବାକୁ ଅନୁରୋଧ କରିଛନ୍ତି। 5 ଡିସେମ୍ବର ଏବଂ 9 ଡିସେମ୍ବର 2025ରେ ପ୍ରଭୁଙ୍କ ମହାପ୍ରୟାଣ ଏବଂ ମହାସମାଧିର 75ତମ ବାର୍ଷିକୀ ଏବଂ 24 ନଭେମ୍ବର 2026 ସିଦ୍ଧି ଦିବସର ଶତବାର୍ଷିକୀ ପାଳନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ଗ୍ରାମାଞ୍ଚଳରେ ସାଂଗଠନିକ କାର୍ଯ୍ୟକଳାପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ସମସ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାଇଁ ସରକାରଙ୍କ ଦ୍ୱାରା ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ସୁମନ ସ୍ୱେଚ୍ଛାସେବକ ଭାବରେ ତାଲିମ ପାଇବା ପାଇଁ ଯଥାସମ୍ଭବ ଅଧିକ ସ୍ୱେଚ୍ଛାସେବକଙ୍କୁ ଚୟନ କରିବାକୁ ବ୍ଲକ ସଂଗଠକ ମାନଙ୍କୁ ସେ ଅନୁରୋଧ କରିଛନ୍ତି। ମାଙ୍କ 150ତମ ଜନ୍ମବାର୍ଷିକୀ ଫେବୃଆରୀ 2028 ସୁଦ୍ଧା ବାକି ଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ରସରାଜ ନାୟକ, ଧରିତ୍ରୀ ରାଉତ ଓ କପିଳେନ୍ଦ୍ର ମିଶ୍ର ମିଳିତ ଭାବରେ ମାତୃବନ୍ଦନା ଗାନ କରିଥିଲେ। ନିରଞ୍ଜନ ରାଉତ ସମସ୍ତ କାର୍ଯ୍ୟକ୍ରମ ପାଇଁ ମାଙ୍କ ଚରଣ କମଳରେ କୃତଜ୍ଞତା ଅର୍ପଣ କରିଥିଲେ। ମାଙ୍କ ମ୍ୟୁଜିକ୍ ସହ ଧ୍ୟାନ ହୋଇ ଅପରାହ୍ନ 1:48ରେ ବୈଠକ ଶେଷ ହେବା ପରେ 322 ଅଂଶଗ୍ରହଣକାରୀଙ୍କୁ ମାଙ୍କ ବାର୍ତ୍ତା ବଣ୍ଟନ କରାଯାଇଛି। ବୈଠକରେ ସମସ୍ତ 23ଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅପା ଭାଇମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଦିବସ କାର୍ଯ୍ୟକ୍ରମ ସ୍ଥଳ କେନ୍ଦ୍ରାପଡ଼ା ଜିଲ୍ଲା।